ଏହି ବିଲକ୍ଷଣ ଅବତାରର ଲୀଳା ବଡ଼ ଅଦ୍ଭୁତ। ତାଙ୍କର କ୍ରୋଧ ସଙ୍ଗେ ତାଙ୍କର ପ୍ରେମ ପ୍ରକଟିତ ହୋଇଥାଏ। ତାଙ୍କର ମାଧୁର୍ଯ୍ୟ ଲୀଳାରେ କରୁଣା ରସ ପ୍ରବାହିତ ହୋଇଥାଏ। ତାଙ୍କର ଦର୍ଶନ, ସ୍ପର୍ଶନ ଓ ସମ୍ଭାଷଣ ଫଳରେ ମାନବ ଭବବନ୍ଧନରୁ ମୁକ୍ତ ହୋଇଥାଏ। ତାଙ୍କର ନାମ ସ୍ମରଣ କରିବା ବ୍ୟକ୍ତିକୁ ସେ ଅମରତ୍ୱ ଅନୁଗ୍ରହ କରିଥାନ୍ତି। ବାହ୍ୟ ଦୃଷ୍ଟିରେ ଗୋଚରିତ ତାଙ୍କର ବିଚିତ୍ର ଲୀଳା ରଙ୍ଗରେ ସେ ଦିବ୍ୟରସ ଆସ୍ୱାଦନ କରାଉଥିଲେ। ରାଜନ, ଭାଗବତ କହିଲେ ମଥୁରା, ବୃନ୍ଦାବନ, ବ୍ରଜପୁର, ଯମୁନା ତୀର, ନନ୍ଦ ଯଶୋଦା କିମ୍ବା ଦେବକୀ ବସୁଦେବଙ୍କ କଥା କେବଳ ନୁହେଁ, ସବୁ ଅବତାରମାନଙ୍କ ଚରିତକୁ ଭାଗବତ କୁହାଯାଇପାରେ। ଅର୍ଥାତ୍ ଭକ୍ତ ଭଗବାନଙ୍କ ତତ୍ତ୍ୱ ଯେଉଁଥିରେ ବର୍ଣ୍ଣିତ ହୋଇଥାଏ ତାହା ଭାଗବତ ନାମରେ ଅଭିହିତ। ଗୋଲୋକବାସୀ ଗୋପାଳଙ୍କ ଠାରୁ ହିଁ ସବୁ ଅବତାରମାନଙ୍କ ଉତ୍ପତ୍ତି। ସବୁ ଅବତାରମାନଙ୍କ ଭିତରେ ସେହି ବାସୁଦେବ ଶ୍ରୀକୃଷ୍ଣଙ୍କ ସତ୍ତା ବିଦ୍ୟମାନ। ସବୁ ଅବତାର ଚରିତର ଆରମ୍ଭ ଓ ଶେଷ ବାସୁଦେବଙ୍କଠାରେ। ଅବତାର କେବଳ ନୁହନ୍ତି, ସମସ୍ତ ଜୀବରାଶି ନିମନ୍ତେ ସେହି ଦିବ୍ୟଶକ୍ତି ହିଁ ଆଧାର। ଶୁକ କହୁଥାନ୍ତି, ଭଗବାନ ସର୍ବଶକ୍ତିମାନ, ତାଙ୍କ ପକ୍ଷରେ ସବୁକିଛି ସମ୍ଭବ। ତାଙ୍କର ମାୟା, କ୍ରୀଡ଼ା, ବିନୋଦ ବିଷୟରେ ମାନବର ସୀମିତ ଭାଷାରେ କହିବା ସମ୍ଭବ ନୁହେଁ। ସେ ଅରୂପ ହେଲେ ହେଁ ବିରାଟ ରୂପ ଧାରଣ କରିପାରନ୍ତି। ସେ ଏକ ହେଲେ ହେଁ ଅନେକରେ ରୂପାୟିତ ହୋଇଥାନ୍ତି। ରାଜନ, ମତ୍ସ୍ୟ, କୁର୍ମ, ବରାହ, ନରସିଂହ, ବାମନ, ପରଶୁରାମ, ରାମ, କୃଷ୍ଣ, ବୁଦ୍ଧ ଓ କଳ୍କୀ ଅବତାରମାନେ କେବଳ ପରମାତ୍ମାଙ୍କ ଦିବ୍ୟାବତାର ବୋଲି ଲୋକେ କହିଥାନ୍ତି। କିନ୍ତୁ ଭଗବାନଙ୍କ ଅବତାର ଗ୍ରହଣ ସେତିକିରେ ଶେଷ ନୁହେଁ। ସମସ୍ତ ଆକାର ତାଙ୍କର। ସର୍ବଜୀବରେ ଚୈତନ୍ୟ ହେଉଛି ତାଙ୍କର ଶ୍ୱାସ ପ୍ରଶ୍ୱାସ। ଗୋଟିଏ କଥାରେ କହିଲେ, ଇନ୍ଦ୍ରିୟ ଗ୍ରାହ୍ୟ ସମସ୍ତ ପ୍ରପଞ୍ଚ ତାଙ୍କର ସଂକଳ୍ପ ମାତ୍ର। ସେପରି କିଛି ବସ୍ତୁ ନାହିଁ ଯେଉଁଥିରେ ସେ ନାହାନ୍ତି। ତେବେ ଲୋକୋଦ୍ଧାରଣ ନିମନ୍ତେ, ଧର୍ମ ସ୍ଥାପନ ନିମନ୍ତେ, ଭକ୍ତାଭୀଷ୍ଟ ପୂର୍ଣ୍ଣାର୍ଥେ ସେ ନିଜ ସଂକଳ୍ପ ଅନୁସାରେ ବିଶେଷ ଦେହ ଧାରଣ କରନ୍ତି। ଜନସମାଜ ମଧ୍ୟରେ ସଞ୍ଚରଣ କରି ଦିବ୍ୟ ବିଭୂତି ଲୀଳା ପ୍ରଦର୍ଶନ କରି ଭକ୍ତମାନଙ୍କୁ ଦିବ୍ୟାନୁଭୂତିମାନ ଅନୁଗ୍ରହ କରି ସେମାନଙ୍କୁ ଭବସାଗର ପାର କରାଇଥାନ୍ତି। ଏହିପରି ଭାବରେ ପରମାତ୍ମାଙ୍କର ଏହି ଦଶବିଧ ରୂପ ଲୋକେ ଅବତାର ଭାବରେ ପୂଜା କରି ପରମପଦ ଲାଭ କରିଛନ୍ତି। କେବେ କେବେ କୌଣସି ଅତ୍ୟାବଶ୍ୟକ କର୍ମ ସମ୍ପାଦନ ନିମନ୍ତେ ଦିବ୍ୟଶକ୍ତି ବହନ କରି ଭଗବାନ ଅଂଶାବତାର ଭାବରେ ମଧ୍ୟ ବହୁବାର ଅବତରଣ କରିଛନ୍ତି। ଶୁକଙ୍କ ବଚନ ଶୁଣି ପରୀକ୍ଷିତ ପ୍ରସନ୍ନ ବଦନରେ କରଯୋଡ଼ି କହିଲେ, ପ୍ରଭୁ, ପୂର୍ଣ୍ଣ ସ୍ୱରୂପ ଭଗବାନ ଅଂଶାବତାର ଭାବରେ ମଧ୍ୟ କ'ଣ ଆସିଥାନ୍ତି? ସେହି ଲୀଳାବତାର ଲୋକପାଳନ ନିମନ୍ତେ ଆହୁରି କେଉଁ କେଉଁ ରୂପ ଧାରଣ କରିଥିଲେ ମୋତେ କହି ମୋର ଆନନ୍ଦ ବର୍ଦ୍ଧନ କରିବେ ବୋଲି ମୋର ପ୍ରାର୍ଥନା। ଶୁକଦେବ କହିଲେ, ରାଜନ, କହୁଛି ଶୁଣ। କପିଳ, ଦତ୍ତାତ୍ରେୟ, ସନକ, ସନନ୍ଦ, ସନତ କୁମାର, ସନତ ସୁଜାତାଦି ମୁନି ଋଷିମାନେ ଏବଂ ନାରାୟଣ, ଋଷଭ, ବିଷ୍ଣୁ, ଧ୍ରୁବ, ହୟଗ୍ରୀବ, ପୃଥୁ, କଶ୍ୟପ, ଧନନ୍ତରୀ, ହଂସ, ମନୁ, ବଳରାମ, ବ୍ୟାସ ଇତ୍ୟାଦି ଅଂଶାବତାରମାନେ ଭକ୍ତାଭୀଷ୍ଟ ପୂର୍ଣ୍ଣ କରିବା ନିମନ୍ତେ ଏବଂ ପଥଭ୍ରଷ୍ଟ ମାନବ ସମାଜରେ ଧର୍ମ କର୍ମର ପ୍ରତିଷ୍ଠା ନିମନ୍ତେ ଅବତରଣ କରିଥିଲେ। ଏପରି ଆହୁରି ଅନେକ ଅଂଶାବତାରମାନଙ୍କ ନାମ ଉଲ୍ଲେଖ କରାଯାଇପାରେ, କିନ୍ତୁ ସେଥି ନିମନ୍ତେ ହାତରେ ଆବଶ୍ୟକୀୟ ସମୟ ଆମର ନାହିଁ। ଅଧିକନ୍ତୁ ସିଏ ସବୁ ବର୍ତ୍ତମାନ ପାଇଁ ସେତେ ମହତ୍ତ୍ୱପୂର୍ଣ୍ଣ ବି ନୁହେଁ। ପରୀକ୍ଷିତ କହିଲେ, ପ୍ରଭୁ, କପିଳ, ଧ୍ରୁବ, ଦତ୍ତାତ୍ରେୟ, ହୟଗ୍ରୀବ, ଧନନ୍ତରୀ ଆଦିଙ୍କ ଅବତରଣର କାରଣ, ସେମାନଙ୍କର ବୈଶିଷ୍ଟ୍ୟ ସଂକ୍ଷିପ୍ତରେ କହିହେଲେ ମୋର ପବିତ୍ରତା ବର୍ଦ୍ଧନ କରନ୍ତୁ। ଶୁକ କହିଲେ, ରାଜନ, କର୍ଦ୍ଦମ ପ୍ରଜାପତିଙ୍କ ଧର୍ମପତ୍ନୀ ଦେବହୂତିଙ୍କ ଗର୍ଭରେ 9 ଗୋଟି କନ୍ୟା ପରେ 10ମ ସନ୍ତାନ ଭାବରେ କପିଳ ଜନ୍ମଗ୍ରହଣ କରିଥିଲେ। ସେ ନିଜ ଜନନୀଙ୍କୁ ଗୁରୁ ରୂପରେ ମୋକ୍ଷତତ୍ତ୍ୱ ବୁଝାଇ
ତାଙ୍କୁ ଆତ୍ମଜ୍ଞାନ ଅନୁଗ୍ରହ କରିଥିଲେ। ଅତ୍ରି ଋଷିଙ୍କ ସହଧର୍ମିଣୀ ଅନସୂୟା ତାଙ୍କ ଗର୍ଭରେ ଭଗବାନ ପୁତ୍ର ରୂପରେ ଜନ୍ମଗ୍ରହଣ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ। ସିଏ ପ୍ରାର୍ଥନା ଗ୍ରହଣ କରି ଭଗବାନ ଦତ୍ତ ରୂପରେ ଅବତରଣ କରିଥିଲେ। ଅତ୍ରିଙ୍କ ଔରସରେ ଜନ୍ମିଥିବାରୁ ଦତ୍ତାତ୍ରେୟ ନାମରେ ସେ ପରିଚିତ ହେଲେ। କାର୍ତ୍ତ୍ୟବୀର୍ଯ୍ୟାର୍ଜୁନ ଓ ଯଦୁ ରାଜ ସମ୍ଭୋଗରେ କାଳାତିପାତ କରୁଥିଲେ ସୁଦ୍ଧା ଦତ୍ତାତ୍ରେୟ ତାଙ୍କୁ ସମସ୍ତ ଯୋଗ ବିଭୂତି ଦାନ କରିଥିଲେ। ଭଗବାନ ଏହି ଅବତରଣରେ ଏହି କଳ୍ପ ପ୍ରାରମ୍ଭରେ ସନକ, ସନନ୍ଦନ, ସନତ କୁମାର ଓ ସନାତନ ନାମରେ ଦିଗମ୍ବର ଭାବରେ ଧରାପୃଷ୍ଠରେ ସଞ୍ଚରଣ କରିଥିଲେ। ଯେବେ ଦେଖିଲେ ହେଲେ ସେମାନେ 5 ବର୍ଷ ବୟସ୍କ ଜଣାଯାଉଥିଲେ। ମୂର୍ତ୍ତି ଦେବୀଙ୍କ ଗର୍ଭରୁ ନରନାରାୟଣ ଯମଜ ସନ୍ତାନ ରୂପରେ ଜନ୍ମଗ୍ରହଣ କରିଥିଲେ। ହିମାଳୟ ଅନ୍ତର୍ଗତ ବଦ୍ରି ଅଞ୍ଚଳରେ ତପସ୍ୟାରତ ଧ୍ରୁବଙ୍କ ଉପରେ ପ୍ରସନ୍ନ ନାରାୟଣ ଦର୍ଶନ ଦେଇ ତାଙ୍କୁ ଧ୍ରୁବ ଲୋକରେ ଅଧିପତି କରିଥିଲେ। ଧ୍ରୁବଙ୍କ ପିତାମାତାଙ୍କ ଜୀବନ ଧନ୍ୟ କରିଥିଲେ। ମୁନିମାନଙ୍କ ଶାପରେ ପ୍ରାଣରହିତ ଉତ୍ପଥଗାମୀ ବେଣୁ ଶରୀର ମନ୍ଥନ କରିବାରୁ ସେଥିରୁ ପୃଥିବୀଶ୍ୱର ପୃଥୁ ଉତ୍ପନ୍ନ ହୋଇଥିଲେ। ଚକ୍ରବର୍ତ୍ତୀ ପୃଥୁ ତାଙ୍କ ପିତାଙ୍କୁ ନରକକୁଣ୍ଡରୁ ଉଦ୍ଧାର କରିଥିଲେ। ସେତିକି କେବଳ ନୁହେଁ, ସମଗ୍ର ପୃଥ୍ୱୀକୁ ସେ ସମୃଦ୍ଧ କରିଥିଲେ। ଧରା ପୃଷ୍ଠରେ ନଗର, ପାଟଣା ଓ ଗ୍ରାମମାନ ନିର୍ମାଣ କରି ପ୍ରତ୍ୟେକ ଅଧିବାସୀ ନିଜ ନିଜ କର୍ମ ଧର୍ମଧାରାରେ ଯେପରି ନିର୍ବାହ କରନ୍ତି ସେଥିଲାଗି ନିର୍ଦ୍ଦେଶ ଦେଇଥିଲେ। ନାଭି ଓ ସୁଦେବୀ ପୁଣ୍ୟ ଦମ୍ପତିଙ୍କ ପୁତ୍ର ରୂପରେ ପରମହଂସ ଜନ୍ମଗ୍ରହଣ କରିଥିଲେ। ଜନସମାଜରେ ସେ ତ୍ୟାଗର ମହତ୍ଵ ପ୍ରକଟ କରିଥିଲେ। ବ୍ରହ୍ମଯଜ୍ଞରୁ ଭଗବାନ ଯଜ୍ଞ ପୁରୁଷ ରୂପରେ ଆବିର୍ଭୂତ ହୋଇଥିଲେ। ତାଙ୍କର ଶିରୋଦ୍ଦେଶ ହୟାକୃତି ହୋଇଥିବାରୁ ସେ ହୟଗ୍ରୀବ ନାମରେ ପରିଚିତ ହେଲେ। ତାଙ୍କର ନାସାରନ୍ଧ୍ରରୁ ବେଦମନ୍ତ୍ର ଉଚ୍ଚାରିତ ହେଉଥିଲା। ଏପରି ଭାବରେ ନିଃସୃତ ବେଦ ପରବର୍ତ୍ତୀ କାଳରେ ସୋମକାସୁର ଅପହରଣ କରି ପ୍ରଳୟ ପୟୋଧି ଜଳଗର୍ଭରେ ଲୁକାୟିତ କରିବା ଫଳରେ ବେଦୋଦ୍ଧାର କଳ୍ପେ ଭଗବାନ ମତ୍ସ୍ୟ ରୂପ ଧାରଣ କରି ସାଗର ଜଳ ଶୋଧନ କରି ରାକ୍ଷସକୁ ନିହତ କରିଥିଲେ ଏବଂ ଉଦ୍ଧୃତ ବେଦ ବ୍ରହ୍ମାଙ୍କୁ ଅର୍ପଣ କରିଥିଲେ। ଜନଜୀବନରେ ବେଦ ବିହିତ ଧର୍ମ କର୍ମ ପୁନରୁଜ୍ଜୀବିତ କରିଥିଲେ। ମହାରାଜ, ଏପରି ସମୟୋଚିତ ଅବତାରମାନଙ୍କ ସଂଖ୍ୟା ଅନେକ। ଭୂମି ବାଧା ହରଣ କରି ଭକ୍ତମାନଙ୍କୁ ଅନୁଗ୍ରହ କରିବାର ଉପାଖ୍ୟାନ ବି ଅସଂଖ୍ୟ। ସବୁକିଛି ତାଙ୍କରି ସଂକଳ୍ପ। ତାର କାରଣ ଖୋଜି ବସିବା ଅଜ୍ଞାନତାର ହେତୁ। ଭଗବାନଙ୍କ ସଂକଳ୍ପର ହେତୁ ଖୋଜି ବସିବା ଲୋକଙ୍କୁ, ତାଙ୍କର ଶକ୍ତିର ସୀମା ନିର୍ଣ୍ଣୟ କରିବା ଲୋକଙ୍କୁ ଭଗବାନ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ଆଚରଣ କରନ୍ତୁ ବୋଲି ଆଦେଶ କରିବା ଲୋକଙ୍କୁ, ଏହା ଦୈବତ୍ୱ ଏହା ନୁହେଁ ବୋଲି ନିର୍ଣ୍ଣୟ କରିବା ଲୋକଙ୍କୁ ଗୋଟିଏ ଶବ୍ଦରେ ମୂର୍ଖ ବୋଲି କେବଳ କୁହାଯାଇପାରେ। ତାଙ୍କର ଇଚ୍ଛାର ଅନ୍ତରାୟ ନଥାଏ। ତାଙ୍କର ଶକ୍ତିର ଇତି ନାହିଁ। ତାଙ୍କ ସଙ୍ଗେ ସେ ହିଁ ତୁଳନୀୟ ଏବଂ ତାଙ୍କର ସାକ୍ଷୀ ସେ ସ୍ୱୟଂ। ଏକ ସମୟରେ ନାରଦଙ୍କ ଭକ୍ତିରେ ସନ୍ତୁଷ୍ଟ ଶ୍ରୀହରି ହଂସ ରୂପରେ ଅବତରଣ କରି ଭକ୍ତମାନଙ୍କୁ ଭବସାଗର ପାର କରାଇବା ପାଇଁ ଭାଗବତ ତତ୍ତ୍ୱ ଉପଦେଶ ଦେଇଥିଲେ। ମନନ୍ତର ଶେଷ ପର୍ଯ୍ୟନ୍ତ ସୁଦର୍ଶନ ଧରି ନିଷ୍କଣ୍ଟକ ପ୍ରଭୁତ୍ୱ କରିଥିଲେ। ତାଙ୍କର କମନୀୟ କୀର୍ତ୍ତି ଦ୍ୱାରା ସପ୍ତ ଲୋକ ପରିଶୁଦ୍ଧ କରିଥିଲେ। ସାଗର ମନ୍ଥନ ସମୟରେ ସେହି ଶ୍ରୀହରି କୁର୍ମ ରୂପ ଧାରଣ କରିଥିଲେ। ସେହି ସମୟରେ ଅମୃତ ଭାଣ୍ଡ ଧରି ଭଗବାନ ଧନ୍ୱନ୍ତରୀ ରୂପରେ ଆବିର୍ଭୂତ ହେଲେ। ପ୍ରଜାଙ୍କୁ ରୋଗ ନିବାରଣ ଉପାୟ ଶିକ୍ଷା ଦେଇ ମାନବ ସମାଜରେ ଚିକିତ୍ସା ବ୍ୟବସ୍ଥା ପ୍ରସାର କଲେ। ସେହି ବ୍ୟବସ୍ଥାରୁ ବୈଦ୍ୟ, ଭେଷଜବିତ୍ ଓ ଚିକିତ୍ସକମାନଙ୍କ ପ୍ରସିଦ୍ଧି। ରାଜନ୍, ସେତିକି କେବଳ ନୁହେଁ, ଧନ୍ୱନ୍ତରୀଙ୍କ ପୂର୍ବରୁ ବୈଦ୍ୟମାନଙ୍କର ଯଜ୍ଞ ଭାଗରେ ଅଧିକାର ନଥିଲା। ଧନ୍ୱନ୍ତରୀ ସେମାନଙ୍କୁ ଯଜ୍ଞ ଭାଗ ଦିଆଇଲେ। ଦେଖୁଛ ତ, ଦୈବଲୀଳା, ହରିଙ୍କ ବିଚିତ୍ର ଲୀଳା ହରି ହିଁ ଜାଣନ୍ତି। ଅନ୍ୟ ପକ୍ଷରେ ତାହା ବୁଝିବା ଦୁରୂହ, କଳ୍ପନା କରିବା ବି ଅସମ୍ଭବ। ଅଜ୍ଞାନବଶରୁ ନିଜ ନିଜ ସୀମିତ ବୁଦ୍ଧି ଓ ଶକ୍ତି ସାମର୍ଥ୍ୟ ଉପରେ ନିର୍ଭର କରି ଯୁକ୍ତି ତର୍କ ଦ୍ୱାରା ଭଗବାନଙ୍କ ଶକ୍ତି ନିର୍ଣ୍ଣୟ କରିବା ଅର୍ଥ ପାପରେ ଭାଗି ହେବା। ବେଦ ବିହିତ ଦୈବ କର୍ମରେ ସଂଶୟ ନ ରଖି
ନିଜ କଳ୍ପନା ଅନୁସାରେ ସେଥିରେ ପରିବର୍ତ୍ତନ ପ୍ରୟୋଗ ନ କରି ସେପରି ଦୈବକର୍ମ ପ୍ରତି ଅନୁକୂଳ ଭାବରେ ନିଜ ବିଚାରକୁ ଅଭିମୁଖୀ କରାଇ ପାରିବା ବ୍ୟକ୍ତି ଦୈବାନୁଗ୍ରହ ଲାଭ କରିଥାଏ। ସେପରି ନ କଲେ ଅନୁଗ୍ରହ ପାତ୍ର ହେବା କିମ୍ବା ଆନନ୍ଦ ଲାଭ କରିବା ସମ୍ଭବ ନୁହେଁ। ମଧୁର ମୂର୍ତ୍ତି କୃଷ୍ଣାବତାର ଚରିତ ବଡ଼ ମନୋହର, ବଡ଼ ଚିତ୍ତାକର୍ଷକ। ସେହି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ପ୍ରେମଘନ ବିଗ୍ରହ ଆନନ୍ଦର ଭଣ୍ଡାର, ଗୁଣସାଗର। ତାଙ୍କର ଅମାୟିକତ୍ୱ ଅତୁଳନୀୟ, ତାଙ୍କର ଅଲୌକିକତା ବୋଧାତୀତ। ତାଙ୍କର ଦର୍ଶନରେ, ସମ୍ଭାଷଣରେ ଅଥବା ସ୍ପର୍ଶରେ ଜନ୍ମ ସାର୍ଥକ ହୋଇଥାଏ। ଯଜ୍ଞ ଜାଗାଦି କର୍ମରେ ଯେଉଁ ଫଳ ମିଳିଥାଏ, ତତୋଧିକ ଫଳ ପ୍ରାପ୍ତି ହୁଏ ତାଙ୍କର ଦର୍ଶନ, ସ୍ପର୍ଶନ ଓ ସମ୍ଭାଷଣରେ। ପ୍ରକୃତ ପକ୍ଷେ ତାଙ୍କର ପବିତ୍ର ଦର୍ଶନ, ସ୍ପର୍ଶନ ଓ ସମ୍ଭାଷଣରେ ନିହିତ ଫଳ ଯାଗଯଜ୍ଞାଦି କର୍ମରୁ ଲାଭ ହୋଇନଥାଏ ବୋଲି ନିଃସଂଶୟରେ କୁହାଯାଇପାରେ। ଓହୋ ମଧୁର ମୂର୍ତ୍ତି! ମୁଖରେ ଉଚ୍ଚାରଣ କରି ଆନନ୍ଦାଶ୍ରୁ ଆପ୍ଳୁତ ସୁଖଦେବ ତନ୍ମୟ ଭାବରେ ମୁଦ୍ରିତ ନୟନରେ କୃଷ୍ଣ ରୂପରେ ଉନ୍ମତ୍ତ ଚିତ୍ତରେ ମଗ୍ନ ହେଲେ। ସେହି ଅସାଧାରଣ ଦୃଶ୍ୟ ଦେଖି ପରୀକ୍ଷିତ ଓ ଉପସ୍ଥିତ ମୁନିମାନେ ବିସ୍ମୟରେ ଅବାକ ହୋଇଥିଲେ। ସୁଖଦେବଙ୍କ ଭାବ ସମାଧିଲୀନ ଶରୀର ନିର୍ମଳ କାନ୍ତିରେ ଉଦ୍ଭାସିତ ହୋଇ ଉଠିଥିଲା। ସେହି ଅପରୂପ ରୂପ ସନ୍ଦର୍ଶନରେ ସମସ୍ତେ ସ୍ତମ୍ଭୀଭୂତ ହୋଇଥିଲେ। କିୟତ୍ କାଳ ପରେ ସୁଖଦେବ ସମାଧିରୁ ଉତ୍ଥିତ ହୋଇ ନେତ୍ର ଉନ୍ମୀଳନ କଲେ। ପରୀକ୍ଷିତଙ୍କୁ ଚାହିଁ କହିଲେ, ରାଜନ୍, କି ସୌଭାଗ୍ୟ ସେହି ଗୋପୀ ଗୋପାଳମାନଙ୍କର। କୃଷ୍ଣଙ୍କ ସଙ୍ଗେ କ୍ରୀଡ଼ା କୌତୁକ କରି ସଦାନନ୍ଦ ଚିତ୍ତରେ ସେମାନେ ଯେ ରହୁଥିଲେ, ସେମାନଙ୍କର ଶରୀର କେତେ କାନ୍ତିପୂର୍ଣ୍ଣ ହୋଇନଥିବ। ଦେବତାଙ୍କ ପକ୍ଷରେ ଦୁର୍ଲଭ ତାଙ୍କର ସାନ୍ନିଧ୍ୟ ସେହି ଗୋପାଳ ଗୋପାଳୁଣୀମାନେ ପାଇଥିଲେ କହିଲେ ତାହା ସେମାନଙ୍କର ଜନ୍ମାନ୍ତର ପୁଣ୍ୟକର୍ମର ଫଳ ବୋଲି ବୁଝିବାକୁ ହେବ। ସେହି ଗୋପାଳ ଗୋପାଳୁଣୀମାନେ କିଛି ସାଧାରଣ ଲୋକ ନଥିଲେ। ବାହାରକୁ ଅଧମ ଦେଖାଯାଉଥିଲେ ମଧ୍ୟ ସେମାନଙ୍କ ଭିତରେ ଥିବା ଉତ୍ତମ ଜ୍ଞାନ ଭଣ୍ଡାରର ସନ୍ଧାନ କୃଷ୍ଣ କେବଳ ପାଇପାରିଥିଲେ, ଅନ୍ୟ ପକ୍ଷରେ ତାହା ଅଗୋଚର। ତା ନହେଲେ ଶ୍ରୀକୃଷ୍ଣ ମହିଷୀ ରୁକ୍ମିଣୀ ଓ ସତ୍ୟଭାମା ଯେଉଁ ସ୍ପର୍ଶ ପାଇପାରିନଥିଲେ, ତାହା ସେହି ଗୋପୀ ଗୋପାଳମାନଙ୍କୁ ଏତେ ଅନାୟାସରେ ଲାଭ ହୋଇଥାନ୍ତା କିପରି? ତେଣୁ ବ୍ରଜବାସୀମାନେ ଶ୍ରୀକୃଷ୍ଣ ମହିଷୀମାନଙ୍କ ଅପେକ୍ଷା ଅଧିକତର ସୌଭାଗ୍ୟଶାଳୀ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ସେମାନଙ୍କର 3 ଜନ୍ମର ତପସ୍ୟାର ଫଳ। ଏତିକି କହି ସ୍ମିତ ବଦନ ମୁଦ୍ରିତ ନୟନ ସୁଖଦେବ ପୁନର୍ବାର ସମାଧିସ୍ଥ ହେଲେ। କୃଷ୍ଣ ରୂପ ବର୍ଣ୍ଣନା କାଳରେ ସୁଖଦେବ ଏପରି ବାରମ୍ବାର ସମାଧିସ୍ଥ ହେଉଥିବା ଦେଖି ପରୀକ୍ଷିତ ଆଚମ୍ବିତ ଓ ଆନନ୍ଦିତ ହେଉଥିଲେ। କୃଷ୍ଣ ସୁଧାରସ ପାନ କରିବା ପାଇଁ ସେ ବେଳକୁ ବେଳ ଉତ୍ସୁକ ହେଉଥିଲେ। କୃଷ୍ଣ କଥା ଶ୍ରବଣ କାଳରେ ପରୀକ୍ଷିତ କେବେ ଉଦ୍ଦୀପିତ ହେଉଥିଲେ ତ କେବେ ପୁଣି ସଂଶୟରେ ଦୋଳାୟିତ ହେଉଥିଲେ। ସେପରି ସଂଶୟର ପୀଡ଼ା ସହି ନ ପାରି ସେ ତାହା ଶୁକଙ୍କ ଆଗରେ ବ୍ୟକ୍ତ କରୁଥିଲେ ଏବଂ ତାର ତୃପ୍ତିକର ଉତ୍ତର ପାଇ ଆନନ୍ଦିତ ହେଉଥିଲେ। ଏହି ଧାରାରେ କଥନ ଓ ଶ୍ରବଣ ଚାଲିଥିଲା ବେଳେ ଗୋଟିଏ ସମୟରେ ଗୋପୀଭକ୍ତ ପ୍ରସଙ୍ଗରେ ତାଙ୍କ ମନରେ ଏକ ଗୁରୁତର ସଂଶୟ ଉପୁଜିଲା। ମନେ ମନେ ତାର ସମାଧାନ ନିମନ୍ତେ ସେ ନାନା ଭାବରେ ଯୁକ୍ତି କରିଥିଲେ, ତଥାପି ସଂଶୟ ଅମୀମାଂସିତ ରହିଲା। ଏଣେ ସୁଖଦେବଙ୍କୁ ପଚାରିବା ପାଇଁ ସାହସ ହେଉନଥାଏ। ସେ ଅନ୍ତର ଭିତରେ ବଡ଼ ବେଦନା ଅନୁଭବ କରୁଥିଲେ। ସୁଖଦେବ ତାହା ବୁଝିପାରି କହିଲେ, ମହାରାଜ, ତୁମେ କୌଣସି ସନ୍ଦେହରେ ଉଦ୍ବେଳିତ ହେଉଥିବା ପରି ଜଣାଯାଉଛ। ତୁମର ଏ ଅନ୍ତିମ ଦଶାରେ ସେପରି ହେବା ଉଚିତ ନୁହେଁ। ସନ୍ଦେହ ଉପୁଜିବା ମାତ୍ରେ ମୋତେ ପଚାର, ମୁଁ ତାହା ମୋଚନ କରିବି। ସୁଖଦେବଙ୍କ ସାନ୍ତ୍ୱନା ବାଣୀରେ ଉତ୍ସାହିତ ପରୀକ୍ଷିତ କହିଲେ, ପ୍ରଭୁ, ଆପଣ ତ୍ରିକାଳଜ୍ଞ। ମୋର ଅନ୍ତରର ସନ୍ଦେହ ଦୂର କରିବା ପାଇଁ ସର୍ବତ ଭାବେ ସମର୍ଥ। ଆପଣ ଅନ୍ୟ କିଛି ନ ଭାବି ମୋର ସନ୍ଦେହ ମୋଚନ କରି ମୋର ଅନ୍ତର ଶୀତଳ କରନ୍ତୁ। ନତଜାନୁରେ ସୁଖଦେବଙ୍କୁ ପ୍ରଣାମ କରି ପରୀକ୍ଷିତ ପୁଣି କହିଲେ, ପ୍ରଭୁ, ଗୋପୀକୃଷ୍ଣ ରାସଲୀଳା ଓ ବୃନ୍ଦାବନ ଲୀଳା ସମ୍ପର୍କରେ ନାନା ଭାବରେ ଶୁଣିଥିଲି। ତାହା ସାଧାରଣ ମାନବର ବିଷୟାନନ୍ଦ କ୍ରୀଡ଼ା ଭଳି ବ୍ୟାହତ ଜଣାଯାଉଛି। ତାହା ଯଦି ସତ୍ୟ ହୋଇଥାଏ,
ତାକୁ ଦୈବଲୀଳା କିପରି ବୋଲାଯାଇପାରିବ? ଏ ପ୍ରକାର ଆଚରଣ ଲୋକାଚାର ବିରୁଦ୍ଧ ନୁହେଁ କି? ସେଥିରେ ପୁଣି ବୃନ୍ଦାବନରେ ଯମୁନା ତୀରରେ ବିଷୟ ମୋହ କାମ ସମ୍ବନ୍ଧିତ କୃଷ୍ଣଙ୍କର ଏ ପ୍ରକାର ସ୍ୱେଚ୍ଛାବିହାର କାର୍ଯ୍ୟକଳାପ ଭଗବତ ତତ୍ତ୍ୱ ପ୍ରତି ଏକ ପ୍ରକାର କଳଙ୍କ ନୁହେଁ କି? ଗୋଟିଏ ପକ୍ଷରେ ଗୁଣାତୀତର ହିଁ ମୋକ୍ଷପ୍ରାପ୍ତି ଘଟିଥାଏ ବୋଲି ଶିକ୍ଷା ଦେଇ ଅପର ପକ୍ଷରେ ଇନ୍ଦ୍ରିୟାନନ୍ଦ ଅନୁଭବ କରୁଥିବା ଗୁଣଯୁକ୍ତ ଗୋପିକାମାନଙ୍କର ମୋକ୍ଷପଦ ଲାଭ ହୋଇଥିଲା କହିବା ଆଶ୍ଚର୍ଯ୍ୟକର କେବଳ ନୁହେଁ, ହାସ୍ୟକର ବୋଧ ହେଉଛି। ଏଭଳି ଧର୍ମ ବିରୁଦ୍ଧ ଆଚରଣର ଅନ୍ତରାର୍ଥ ଯଦି କିଛି ଥାଏ, ମୋତେ ବୁଝାଇ ମୋତେ ଏ ସଙ୍କଟରୁ ଉଦ୍ଧାର କରନ୍ତୁ। ପରୀକ୍ଷିତଙ୍କ କଥାରେ ଶୁକଦେବ ପ୍ରାଣଭରି ହସିଥିଲେ। ଶାନ୍ତ ସ୍ୱରରେ କହିଲେ, ରାଜନ୍, ଏହା ତୁମର ସନ୍ଦେହ ନୁହେଁ। ଶ୍ରୀକୃଷ୍ଣଙ୍କୁ ଯେଉଁମାନେ ସାକ୍ଷାତ ଭଗବାନ ବୋଲି ଗ୍ରହଣ କରିଥାନ୍ତି, ସେମାନଙ୍କ ମନରେ ଏ ପ୍ରକାର ସନ୍ଦେହର ଅବକାଶ ନଥାଏ। ଦ୍ୱାପର ଶେଷ ଓ କଳି ପ୍ରବେଶର ଏହା ସନ୍ଧିକ୍ଷଣ। ଅତଏବ ତୁମ ଭିତରେ କଳି ପ୍ରବେଶ କରି ଏପରି ଅନର୍ଥକ ସଂଶୟ ଉପୁଜାଇଥିବା ଭଳି ମୋତେ ଜଣାଯାଉଛି। ଶ୍ରୀକୃଷ୍ଣ ସାକ୍ଷାତ ସର୍ବେଶ୍ୱର, ଏ ବିଶ୍ୱାସ ତୁମର ଅଛି। ତାଙ୍କର ଲୀଳାର ପ୍ରତ୍ୟେକ ଚିତ୍ର ତୁମର ଅନ୍ତର ଭିତରେ ଦିବ୍ୟ ଆଲୋକରେ ଉଦ୍ଭାସିତ ହୋଇ ରହିଛି। ତାଙ୍କର ନାମ ସ୍ମରଣ ମାତ୍ରେ ତୁମେ ତନ୍ମୟ ହୋଇ ପଡ଼ୁଛ। ସୁତରାଂ ତୁମ ଭଳି ହୃଦୟରେ ଏପରି ସଂଶୟ ଜାତ ହେବାର ନୁହେଁ। ଆଚ୍ଛା, ତୁମ କଥା ଏଇଠି ଥାଉ। ମୁଁ କି ପ୍ରକାର ଲୋକ ତୁମେ କ'ଣ ଜାଣ ନା? ଗୁଣ ସମ୍ବନ୍ଧିତ ବିଷୟାନନ୍ଦ ନିମନ୍ତେ ମୋ ହୃଦୟରେ ସ୍ଥାନ ନାହିଁ ବୋଲି ତୁମେ ଭଲ ଭାବରେ ଜାଣ। ଗୋପୀ କୃଷ୍ଣ ଲୀଳା ସ୍ମରଣ କରି ସେହି ଅପ୍ରାକୃତ ଆନନ୍ଦରେ ମଗ୍ନ ହୋଇ ଗୋପିକାମାନଙ୍କର ସୌଭାଗ୍ୟ ମୁଁ ଯେତେବେଳେ ମୁକ୍ତ କଣ୍ଠରେ କୀର୍ତ୍ତନ କରୁଛି, ତାହା ସାଧାରଣ କାମ ସମ୍ବନ୍ଧିତ ହୋଇଥିବ ନା ଦୈବନ୍ମତ୍ତତା ହୋଇଥିବ, ଥରେ ଭଲ ଭାବରେ ବିଚାର କର। ବିଷୟାନନ୍ଦ କାର୍ଯ୍ୟକଳାପ ଓ ବିଶ୍ୱେଶ୍ୱରାନନ୍ଦ କାର୍ଯ୍ୟକଳାପ ଭିତରେ ବାହ୍ୟତଃ ସାଦୃଶ୍ୟ ପରିଲକ୍ଷିତ ହୋଇଥାଏ, କିନ୍ତୁ ଇନ୍ଦ୍ରିୟାତୀତ ଭାବରେ ଜୀବେଶ୍ୱର ସଙ୍ଗେ ଏକତ୍ୱ ଅନୁଭବ କରି ଯେଉଁମାନଙ୍କର ଦେହାତ୍ମଭାବ ଲୋପ ହୋଇଥାଏ, ସେମାନଙ୍କର ଆଚରଣ ଗୁଣଯୁକ୍ତ ବୋଲି ମନେ କରିବା କେବଳ ଅଜ୍ଞାନତା। ହତ୍ୟାକାରୀ ହାତର ଛୁରିକା ସମସ୍ତଙ୍କ ପକ୍ଷରେ ବିପଜ୍ଜନକ, କିନ୍ତୁ ସେହି ଛୁରିକା ବୈଦ୍ୟ ହାତରେ ରହିଲେ ରୋଗୀର କଷ୍ଟ ଦୂର କରେ। ସେହିପରି ଦେହାତ୍ମବୋଧଯୁକ୍ତ ଆଚରଣ ପ୍ରବୃତ୍ତିମୂଳକ, ଦୈବାତ୍ମବୋଧଯୁକ୍ତ ଆଚରଣ ନିବୃତ୍ତିମୂଳକ। ରାଜନ୍, ମୂର୍ତ୍ତିମନ୍ତ ମାଧୁର୍ଯ୍ୟ ସ୍ୱରୂପ ସେହି କୃଷ୍ଣଙ୍କ ଲୋକୋତ୍ତର ଲାବଣ୍ୟ କିଏ ବର୍ଣ୍ଣନା କରିପାରିବ? କିପରି ବା ପାରିବ? ତୁମେ କୃଷ୍ଣ କଥା କହିବା ପାଇଁ ମୋତେ କହୁଛ, ଏହା ବାଗାତୀତ। ସେ ଅନେକ ଅବତାର ଧାରଣ କରି ଅନେକ ଲୋକୋତ୍ତର ଚମତ୍କାର ଲୀଳା ପ୍ରଦର୍ଶନ କରିଛନ୍ତି। ଏହି ଅବତାରରେ କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ। ଥରେ ହସିଦେଲେ ତାଙ୍କର ମୁକ୍ତାସମ ଦନ୍ତପଙ୍କ୍ତିର କିୟଦଂଶ ଯେବେ ଦୃଷ୍ଟିଗୋଚର ହୁଏ, ମନେ ହେବ ସେଥିରୁ ନିର୍ମଳ ପ୍ରେମ ଯେପରି ଝରି ଯାଉଛି। ସେଥିରେ ମଧୁରାଶ୍ରିତ ଭକ୍ତ, ପରମ ଭାଗବତ ଏବଂ ଜିତେନ୍ଦ୍ରିୟ ଯୋଗୀମାନଙ୍କ ହୃଦୟରେ ମଧ୍ୟ ସାତ୍ତ୍ୱିକ ବିକାର ଦେଖା ଦେଇଥାଏ। ଥରେ ଯଦି ବିନୋଦ ଭରେ ତାଙ୍କର ସୁକୋମଳ କରସ୍ପର୍ଶ କାହାକୁ ଦିଅନ୍ତି, ସେଥିରେ ସେହି ବ୍ୟକ୍ତିର ଦେହବୋଧ ଲୁପ୍ତ ହୁଏ ଏବଂ ତନ୍ମୟାନନ୍ଦରେ ସେ ମଗ୍ନ ହୋଇଥାଏ। କେବେ କେବେ ଆମୋଦରେ ହାସ୍ୟ ପରିହାସ କଥା ବି ସେ କହିଥାନ୍ତି। ତାହା ଶୁଣିବା ସୌଭାଗ୍ୟ ଲାଭ କରିଥିବା ବ୍ୟକ୍ତି ନିଜକୁ ଏ ଲୋକରେ ସର୍ବାପେକ୍ଷା ଅଧିକତର ଭାଗ୍ୟବାନ ଓ ଶ୍ରେଷ୍ଠ ମଣିଥାଏ। ଗୋପୀ ଗୋପାଳମାନେ, ବ୍ରଜବାଳାମାନେ ଯେଉଁ କର୍ମରେ ନିୟୋଜିତ ଥାଆନ୍ତୁ ନା କାହିଁକି, ଥରେ କୃଷ୍ଣଙ୍କ ଉପରେ ଦୃଷ୍ଟି ପଡ଼ିଲେ ଚିତ୍ରାର୍ପିତ ପ୍ରାୟ ହୋଇଯାଇଥାନ୍ତି। ପ୍ରେମମୟ ସହୃଦୟ ଶ୍ରୀକୃଷ୍ଣଙ୍କ ପ୍ରତି ସମର୍ପିତ ମନପ୍ରାଣ ବ୍ରଜାଙ୍ଗନାଙ୍କ ବିଷୟରେ କହିବାକୁ ଯାଇ ବଡ଼ ବଡ଼ ପଣ୍ଡିତମାନେ ଭାଷାର ଦୈନ୍ୟତା ହେତୁ ଅପଦସ୍ଥ ହୋଇଥାନ୍ତି। ସତ୍ୟ କହିଲେ ତାହା ଭାଷାର ବସ୍ତୁ ନୁହେଁ, ଭାବର ବସ୍ତୁ। ଭାବ ଗମ୍ଭୀର ଗୋପିକା ଗୋପାଳମାନଙ୍କ ଭକ୍ତି ପ୍ରପତ୍ତିର କୌଣସି ସୀମା ନାହିଁ। ଉଦ୍ଧବଙ୍କ ଭଳି ଭକ୍ତ ଗୋପିକାମାନଙ୍କୁ ଦେଖି ନେତ୍ରରୁ ଅଶ୍ରୁ ଝରାଇ ଭାବିଥିଲେ, ଆହା, କେତେ କାଳ ମୋର ଜୀବନ ବୃଥାରେ କେବଳ ବିତିଗଲା। କୃଷ୍ଣଚନ୍ଦ୍ରଙ୍କ ପାଖରେ ରହିଥିଲେ ହେଲେ ତାଙ୍କୁ ଚିହ୍ନି ପାରିଲି ନାହିଁ। ଗୋପୀ ପ୍ରେମ ଭକ୍ତିର ଅଣୁମାତ୍ର ଯଦି ମୋ ହୃଦୟରେ ଉଦିତ ହୋଇଥାନ୍ତା,
ତାହେଲେ ମୁଁ ଧନ୍ୟ ହୋଇଥାନ୍ତି। ଜନ୍ମ ହେବ ତ ଗୋପୀ ଗୋପାଳ ରୂପରେ, ଅନ୍ୟଥା ସେ ଜନ୍ମର କୌଣସି ସାର୍ଥକତା ନାହିଁ। ଗୋପୀ ଗୋପାଳ ଭାବରେ ଜନ୍ମ ହେବାର ସୌଭାଗ୍ୟ ଯଦି ନ ରହିଲା, ଅନ୍ତତଃ ବୃନ୍ଦାବନରେ ଗୋଟିଏ କୁଞ୍ଜ ଭାବରେ କିମ୍ବା ଗୋଟିଏ ମଲ୍ଲି ବା ଜାଇ ଫୁଲ ଭାବରେ, କିଛି ନହେଲେ କୃଷ୍ଣ ଓ ଗୋପୀମାନଙ୍କ ପଦଧୂଳିପୂତ ସଞ୍ଚାର ସ୍ଥଳରେ ଗୋଟିଏ ଦୁବଘାସ ଭାବରେ ସାକାର ହୋଇଥିଲେ ମୁଁ ନିଜକୁ ପରମ ଭାଗ୍ୟବାନ ମଣିଥାନ୍ତି। ଏପରି ନାନା ଭାବରେ ଉଦ୍ଧବ ଅନୁତାପ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଗୋପୀକୃଷ୍ଣ ଚିନ୍ତନ ହୋଇଥିଲା ତାଙ୍କର ତପସ୍ୟା ଏବଂ ସେ ମୋକ୍ଷପଦ ଲାଭ କରିଥିଲେ। ଏପରି କୃଷ୍ଣ ଗୋପିକାଙ୍କ ସମ୍ପର୍କକୁ ତୁଚ୍ଛ ତାଚ୍ଛଲ୍ୟ କରିବା ବିଦ୍ୱେଷୀ ବୁଦ୍ଧିର ନିରର୍ଥକ ପ୍ରଳାପ କେବଳ ଶୁଭବୁଦ୍ଧିର ଭାଷା ନୁହେଁ। ରାଜନ୍, ଯେଉଁମାନେ ଶୁଦ୍ଧଚିତ ସେମାନେ କେବଳ କୃଷ୍ଣ ଲୀଳାର ମହତ୍ଵ ବୁଝିପାରନ୍ତି। ପରୀକ୍ଷିତ କହିଲେ, ପ୍ରଭୁ, ଉଦ୍ଧବ ବୃନ୍ଦାବନକୁ କେବେ ଯାଇଥିଲେ, କାହିଁକି ଯାଇଥିଲେ ଏବଂ କୃଷ୍ଣଙ୍କୁ ଛାଡ଼ିଯିବାର କାରଣ କ'ଣ ମୋତେ ବିଶଦ ଭାବରେ କହନ୍ତୁ। ପରୀକ୍ଷିତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶୁକ କହିଲେ, ରାଜନ୍, ଉଦ୍ଧବ ଗୋଟିଏ ମୁହୂର୍ତ୍ତ ସୁଦ୍ଧା କୃଷ୍ଣଙ୍କୁ ଛାଡ଼ି ରହିପାରନ୍ତି ନାହିଁ। କୃଷ୍ଣ ବିରହ ତାଙ୍କ ପକ୍ଷରେ ଅସହ୍ୟ। କିନ୍ତୁ ଶ୍ରୀକୃଷ୍ଣ ନିଜେ ଗୋପୀମାନଙ୍କ ପାଖକୁ ତାଙ୍କ ଦ୍ୱାରା ଖବର ପଠାଇଥିବା ଚାହିଁବାରୁ ସେ ଯିବା ଲାଗି ବାଧ୍ୟ ହୋଇଥିଲେ, ତାହା ମଧ୍ୟ ଗୋଟିଏ ଦିନରେ ଯାଇ ଫେରି ଆସିବା ପାଇଁ। ସେଠାରେ ଆଉ ଅଧିକ କାଳ ନ ରହିବା ପାଇଁ ଥିଲା କୃଷ୍ଣଙ୍କ ଆଦେଶ। ସେହି ଗୋଟିଏ ଦିନ ଯେ ତାଙ୍କ ପକ୍ଷରେ ଗୋଟାଏ ଯୁଗ। ମନେ ମନେ ବେଦନା ଅନୁଭବ କରୁଥିଲେ ଉଦ୍ଧବ। କିନ୍ତୁ ବୃନ୍ଦାବନରେ ପହଞ୍ଚିବା ପରେ ତାଙ୍କର ଭାବାନ୍ତର ଘଟିଥିଲା। କେତେ ଚଞ୍ଚଳ ଦିନଟା ସରି ସରି ଯାଉଛି। ଏମାନଙ୍କୁ ଛାଡ଼ିକରି କିପରି ଯିବି? ଏହି ଗୋପିକାଙ୍କ ସଙ୍ଗେ ମୋର ଜୀବନ ଅତିବାହିତ ହୋଇଥିଲେ ମୋର ସୁଖର ସୀମା ନଥାନ୍ତା। କିନ୍ତୁ ସେତେ ବଡ଼ ପ୍ରାପ୍ତି ପାଇଁ ମୋର ପୁଣ୍ୟବଳ କାହିଁ? ବୁଝୁଛ ତ ପରୀକ୍ଷିତ, ଭକ୍ତ ଓ ଭଗବାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ। କୃଷ୍ଣଙ୍କ ନିକଟରେ ରହିବାରେ ଯେଉଁ ଆନନ୍ଦ ଏବଂ କୃଷ୍ଣ ବିରହରେ ଯେଉଁ ଦୁଃଖ ଭୋଗ କରିବାକୁ ପଡ଼ିଥାଏ, କୃଷ୍ଣ ଭକ୍ତ ଗୋପିକାଙ୍କ ସାନ୍ନିଧ୍ୟର ଆନନ୍ଦ ଓ ତାଙ୍କର ବିଚ୍ଛେଦ ଦୁଃଖ ଦ୍ୱିଗୁଣିତ ଭାବରେ ଅନୁଭୂତ ହୁଏ। ଗୋପିକା ଓ କୃଷ୍ଣ ଅଭିନ୍ନ। ଗୋପିକା ହୃଦୟ ଥିଲା କୃଷ୍ଣଙ୍କ କ୍ରୀଡ଼ାସ୍ଥଳୀ, ଅଧିଷ୍ଠାନ ପୀଠ। କୃଷ୍ଣ ରସରେ ସେମାନେ ଓତପ୍ରୋତ ହୋଇ ରହିଥାନ୍ତି। କୃଷ୍ଣ ବିଚ୍ଛେଦରେ ଗୋପୀମାନେ କିପରି ସନ୍ତାପିତ ହେଉଥିଲେ, କୃଷ୍ଣଙ୍କ ପ୍ରତି ସେମାନଙ୍କର କି ପ୍ରକାର ଗାଢ଼ ପ୍ରେମ, ଅନୁରାଗ, ଆସକ୍ତି ଓ ଅନୁରକ୍ତି ଥିଲା, ଉଦ୍ଧବ ତାହା ନିଜେ ଅନୁଭବ କରିଥିଲେ। ଗୋପୀ ଓ ଗୋପାଳମାନେ ନିରନ୍ତର କୃଷ୍ଣଙ୍କ କଥା, ଆଚରଣ ଓ ରୂପ ମାଧୁରୀ ନେଇ ଭାଳି ହେଉଥିଲେ। ଅନ୍ୟ କୌଣସି ଚିନ୍ତା ସେମାନଙ୍କ ମନରେ ପ୍ରବେଶ କରିବା ପାଇଁ ମାର୍ଗ ନଥିଲା। କୃଷ୍ଣ ମାଧୁର୍ଯ୍ୟ ପ୍ରଭାର ବ୍ୟାପ୍ତି ଫଳରେ ବ୍ରଜମଣ୍ଡଳର ସଜୀବ ଓ ନିର୍ଜୀବ ବସ୍ତୁ ସଜୀବ ଜଣାଯାଉଥିଲେ। ଉଦ୍ଧବ ନିଜେ ତାହା ପ୍ରତ୍ୟକ୍ଷ କରିଥିଲେ। ତାଙ୍କ ଆଖି ଆଗରେ ଗୋବର୍ଦ୍ଧନ ଶିଳା ବିଚଳିତ ହୋଇଥିଲା ଏବଂ ଗୋପୀମାନେ ଶିଳୀଭୂତ ହୋଇଥିଲେ। ସେ ଅଦ୍ଭୁତ ଦୃଶ୍ୟ ଦେଖି ଉଦ୍ଧବ ତନ୍ମୟ ଆନନ୍ଦରେ ବୁଡ଼ି ଯାଇଥିଲେ। ଏପରି ଭାବରେ ଗୋପୀଭକ୍ତି ବର୍ଣ୍ଣନା କଲା କାଳରେ ଶୁକଦେବ ମୁହୁର୍ମୁହୁ ସମାଧିସ୍ଥ ହେଉଥିଲେ ଏବଂ ତାଙ୍କର ନେତ୍ର ସର୍ବଦା ଲୁହରେ ଢଳଢଳ ହେଉଥିବା ଦେଖି ସମବେତ ମୁନି ଋଷିମାନେ ମଧ୍ୟ ତନ୍ମୟ ହେଉଥିଲେ। ସେମାନଙ୍କ ଭିତରୁ କେତେକ ସେହି ଆନନ୍ଦ ଶ୍ରବଣ ଫଳରେ କୃଷ୍ଣଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହେଉଥିଲେ। गिरिधर गोपाला हे 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 गिरिधर गोपाला माधव मुरहर मधुर मनोहर गिरिधर गोपाला
गिरिधर गोपाला माधव मुरहर मधुर मनोहर गिरिधर गोपाल मुरहर मधुर मनोहर हे गिरिधर गोपाला 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 माधव मुरहर मधुर